ओं नमो भगवते वासुदेवाय। प्रथम स्कंध सप्तम अध्याय। द्रौपदी देवी पंचसुत बोध करन्ते द्रोणसुत जेमन्ते दंडिले अर्जुन। सप्तम अध्याय वर्णन। सैनकोवाच व्यासଙ୍କୁ ଛାଡ଼ି ଗଙ୍ଗା କୂଳେ ନାରଦ ଗଲେ ଯେତେବେଳେ ଚିତ୍ତେ ସଂଶୟ ଯେତେ ଥିଲା ନାରଦ ବାକ୍ୟେ ଦୂର ହେଲା। ସେ ସର୍ବଗୁଣେ ଅଧିକାରୀ ନାରଦ ବାକ୍ୟ ଚିତ୍ତେ ଧରି ପୁଣି କି କଲେ ପୁଣ୍ୟ ଦେହା କହ ଆମ୍ଭଙ୍କୁ ଯେବେ ଦୟା। ଏମନ୍ତେ ମୁନିଙ୍କ ପ୍ରସନ୍ନେ କୃଷ୍ଣ ମହିମା ଶୁଣ କର୍ଣ୍ଣେ। ସୁତ କହନ୍ତି ତୋଷ ଚିତ୍ତେ ମୁନିଜନଙ୍କର ଗ୍ରତେ। ସୁତ ଉବାଚ ସେ ବ୍ରହ୍ମ ନଦୀର ପଶ୍ଚିମେ ଆଶ୍ରମ ଶ୍ରମ୍ୟା ପ୍ରାସ ନାମେ। ତହିଁ ଅଶେଷ ମୁନିଜନ ଏଣୁ ଅନେକ ଯଜ୍ଞ ସ୍ଥାନ। ମଧ୍ୟେ ବଦରୀ ନାମେ ବନ ବ୍ୟାସଙ୍କ ନିୟତ ଆଶ୍ରମ। ସେ ବନେ ସରସ୍ୱତୀ ଜଳେ ସ୍ନାହାନ ସାରି ପ୍ରାତଃକାଳେ। ବିଷ୍ଣୁ ଭକତି ଚିନ୍ତେ ମନେ ମୁନି ବସିଲେ ଯୋଗ ଧ୍ୟାନେ। ନିର୍ମଳ ମନେ ଧ୍ୟାନ କରି ତକ୍ଷଣେ ପ୍ରଭୁ ନରହରି ମାୟା ସହିତେ ହେଲେ ଦୃଶ୍ୟ ଯେ ହରି ପୁରାଣ ପୁରୁଷ। ଯେ ମାୟା ତ୍ରିଗୁଣେ ଜଡ଼ିତ ଜୀବ ଯହିଁରେ ହୋଇ ଗ୍ରସ୍ତ। ଅସତ୍ୟ ସତ୍ୟ ପ୍ରାୟେ ମଣେ ଆତ୍ମାର ଗତି ନ ପ୍ରମାଣେ। ତେଣୁ ସେ ଜନ୍ମାଦି ଅନର୍ଥ ଜୀବକୁ ହୁଅଇ ପ୍ରାପତ। ତାହାକୁ ଉଦ୍ଧାରିବା ଅର୍ଥେ କୃଷ୍ଣ ଭକତି ଯୋଗ ପଥେ। ରଚିଲେ ଭାଗବତ ବାଣୀ ଏ ଜୀବତରେ ଯାହା ଶୁଣି। ଭକତି ଲଭେ କୃଷ୍ଣ ପାଦେ ନ ପଡ଼େ ଶୋକ ମୋହ ଦ୍ୱନ୍ଦେ। ସଂହିତା କରି ହରି ବାଣୀ ଶୁକ ମୁନିଙ୍କି ପାଶେ ଆଣି। ସ୍ୱଭାବେ ତାଙ୍କ ନିଜ ସୁତ ହରଷେ ଦେଲେ ଭାଗବତ। ବିଶେଷେ ଗୋବିନ୍ଦ ପ୍ରସନ୍ନେ ମାୟା ନ ଲାଗେ ତାଙ୍କ ମନେ। ସୈନକ ଉବାଚ ମାୟା ନ ଲାଗେ ଯାର ଚିତ୍ତେ କି ପ୍ରୟୋଜନ ତାର ଗ୍ରନ୍ଥେ। ଶୁକ ସ୍ୱଭାବେ ଆତ୍ମାରାମ ତାହାର ଗ୍ରନ୍ଥେ କିବା ଶ୍ରମ। କାହାର ଅର୍ଥେ ବ୍ୟାସସୁତ ଅଭ୍ୟାସ କଲେ ଭାଗବତ। ନିର୍ଲେପ ଯୋଗୀ ସେଯୁକତେ ସଂଶୟ ଲାଗେ ଆମ୍ଭ ଚିତ୍ତେ। ସୁତ ଉବାଚ ସ୍ୱଭାବେ ମୁନିଙ୍କର ଚିତ୍ତ ଗ୍ରନ୍ଥରେ ନୁହଁଇ ଗ୍ରନ୍ଥିତ। ତଥାପି ଅକିଞ୍ଚନପଣେ ଭଜନ୍ତି ଗୋବିନ୍ଦ ଚରଣେ। ଯେଣୁ ସକଳ ଭୂତେ ହରି ପରମ ଆତ୍ମା ରୂପେ ପୁରି। ତେଣୁ ଭକତି ଅତିରକେ କହନ୍ତି ଏକ କୁଆରେକେ। ସେ ଶୁକ ମୁନି ଶୁଦ୍ଧ ଚେତା ନିତ୍ୟେ ଅଭ୍ୟାସେ ହରି କଥା। ଭକତ ଜନଙ୍କର ଅର୍ଥେ ତାହାର ଶ୍ରମ ଭାଗବତେ। ଏବେ ହ ଶୁଣ ବିପ୍ରଜନେ ହରି ଚରିତ ସାବଧାନେ। ଭକତ ପରୀକ୍ଷିତ କଥା ପାଣ୍ଡୁ ନନ୍ଦନଙ୍କ ବ୍ୟବସ୍ଥା। କୁରୁ ପାଣ୍ଡବ ଯୁଦ୍ଧ ଅନ୍ତେ ବୀରେ ଗମିଲେ ବୀର ପଥେ। ଭୀମସେନର ଗଦା ବାଜି ଦୁର୍ଯ୍ୟୋଧନର ଉରୁ ଭାଜି। ପଳାଇ ଗଲା ପ୍ରାଣ ଡରେ ଲୁଚିଲା ବ୍ୟାସ ସରୋବରେ। ଏମନ୍ତ ହୋଇଲା ରଜନୀ ଜଳେ ଭାଳଇ ଭୟ ଘେନି। କାନ୍ଦଇ ଜୀବନ ବିକଳେ ଦ୍ରୋଣ ନନ୍ଦନ ଦେଖି କୂଳେ। ବୋଲଇ ରାଜା ମୁଖ ଚାହିଁ ମୋତେ ଯେ ନ ବରିଲୁ ତୁହି। ଯୁଦ୍ଧେ ସକଳ ବୀର ମାରି ଏ ଭୂମି ଅପାଣ୍ଡବା କରି। ତତେ ବସାନ୍ତି ରାଜକୂଳେ ଅଖଣ୍ଡ ଅବନୀ ମଣ୍ଡଳେ। ଶୁଣି ବୋଲଇ ନୃପବର ଏବେ ହୋ ଅପାଣ୍ଡବା କର। ଏବେ ବରିଲି ସେନାପତି ଫେଡ଼ ତୁ ମୋହର ଦୁର୍ଗତି।
ଏମନ୍ତ କହି ଅନ୍ଧ ବଳା ତାହାର ହସ୍ତେ ଜଳ ଦେଲା। ଦ୍ରୋଣ କୁମର ବେଗେ ଉଠି ଧନୁ ଧୋଇଲା ଦୃଢ଼ ମୁଷ୍ଟି। ମନ୍ତ୍ରୀଣ ନାରାଜ ପଶିଲା ପାଣ୍ଡବ ଶିବିରେ ପଡ଼ିଲା। ଦ୍ରୌପଦୀ ପାଞ୍ଚ ଯେ କୁମରେ ଶୋଇ ନଥିଲେ ଅନ୍ତପୁରେ। ପୋଡ଼ି କାଟିଲା ତାଙ୍କ ଶିର ଶବଦ କଲା ମହାଘୋର। ଶୁଣି କମ୍ପିଲେ ଦିଗପାଳେ ପୂରିଲା ଭୂମି ଅନ୍ତରାଳେ। ଅତି ନିନ୍ଦିତ କର୍ମ କଲା ଦଇବ ବଶେ ଦ୍ରୋଣ ବଳା। ଦ୍ରୌପଦୀ ଶୟନ ଉପେକ୍ଷି ପୁତ୍ର ମରଣ ଦେଖି ଦୁଃଖୀ। ବିକଳେ କରଇ ରୋଦନ ତା ପାଶେ ମିଳିଲା ଅର୍ଜୁନ। ଅନେକ ଶାନ୍ତି ବାକ୍ୟ କହି ବୋଲେ ଦ୍ରୌପଦୀ ମୁଖ ଚାହିଁ। ଦ୍ରୋଣ କୁମର ଶିର ବାଣେ କାଟି ସ୍ଥାପିବି ତୋ ଚରଣେ। ତେବେ ହରିବି ତୋର ଶୋକ ତୁ ଏବେ ସ୍ଥିର ଚିତ୍ତେ ଦେଖ। ସେ ବ୍ରହ୍ମବନ୍ଧୁ ଆତତାୟୀ ତାହାର ବୋଧେ ଦୋଷ ନାହିଁ। ଏମନ୍ତେ ମଧୁର ବଚନେ ଶାନ୍ତି କରାଇ ତାର ମନେ। ଯାର ସାରଥି ଭଗବାନ କେତାରେ କରେ ଅପମାନ। ଗାଣ୍ଡିବ ଧନୁ ଧରି ହସ୍ତେ ବସିଲା କପି ଧ୍ୱଜ ରଥେ। ବେଗେ ଧାଇଁଲା ସଜ ହୋଇ ଦେବେ ଗଗନେ ଛନ୍ଦି ଚାହିଁ। ଅର୍ଜୁନ ଦେଖି ଦ୍ରୋଣ ବଳା କାତରେ ହୃଦୟ କମ୍ପିଲା। ବାଳକ ବୋଧେ ଛନ୍ନ ମନେ ପଳାଇ ଯିବ ନରକ୍ଷଣେ। ପଶିଲା ଯାଇ ଘୋର ବନେ ରୁଦ୍ରଙ୍କ ଡରେ ଅର୍କ ଜେହ୍ନେ। ତାରେ ରକ୍ଷକ କେହି ନାହିଁ ଶ୍ରମେଣ ଅଶ୍ୱ ନ ଚଳଇ। ପ୍ରାଣ ରକ୍ଷଣେ ଦ୍ରୋଣସୁତ ମନେ ସୁମରି ବ୍ରହ୍ମ ଅସ୍ତ୍ର। ତକ୍ଷଣେ ଜଳେ ସ୍ନାନ କରି ବ୍ରହ୍ମଶିରାକୁ ହସ୍ତେ ଧରି। ସଂହାର ନ ଜାଣେ ତାହାର ପଶିଲା ଅର୍ଜୁନ ଉପରେ। ସ୍ୱଭାବେ ବ୍ରହ୍ମଶିରା ନାମ ତେଜେ ବିରାଜେ ରବି ସମ। ତାର ପ୍ରଚଣ୍ଡ ତେଜ ଚାହିଁ କମ୍ପଇ ଅର୍ଜୁନର ଦେହି। ବ୍ରହ୍ମ ଅସ୍ତ୍ରକୁ ଭୟ କଲା ଗୋବିନ୍ଦ ମୁଖକୁ ଚାହିଁଲା। ପଡ଼ି ଅଭୟ ପାଦ ତଳେ ବୋଲଇ ଜୀବନ ବିକଳେ। ଅର୍ଜୁନ ଉବାଚ ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର ପ୍ରସନ୍ନ ଜନ ଭୟହର। ସଂସାର ଅନଳ ଦହନେ ଡରେ ସ୍ମରନ୍ତି ତୋତେ ଜନେ। ତାହାଙ୍କୁ ଦେଉ ମୋକ୍ଷ ଗତି ଅଭୟ ବ୍ରହ୍ମେ ସେ ପଶନ୍ତି। ଆଦି ପୁରୁଷ ଭଗବାନ ପ୍ରକୃତି ପରେ ତୋ ବିଶ୍ରାମ। ସ୍ୱରୂପେ ମାୟାକୁ ସଂହାରୁ ପରମ ଆନନ୍ଦେ ବିହରୁ। ଏଣୁ ତୋହର ଗତି ମୁହିଁ ମାୟାର ବଳେ ନ ଜାଣଇ। ଏ ଜୀବ ଲୋକେ ତୋର ମାୟା ତୁଟଇ ଯାରେ କରୁ ଦୟା। ଏ ଯେ ତୋହର ଅବତାର ଖଣ୍ଡିବ ଅବ ନିରଭାର। ତୋରେ ଶରଣ ଯେ ପଶଇ ସଂସାର ତାକୁ ନ ଲାଗଇ। ଏକି ଆସଇ କାହୁଁ ତେଜେ ଆଚ୍ଛାଦିତିନି ପୁର ସେଜେ। ସ୍ୱଭାବେ ପ୍ରଚଣ୍ଡ ଦାରୁଣ ଦେଖି କମ୍ପଇ ମୋର ପ୍ରାଣ। କହ କି କରିବି ଗୋସାଇଁ ତୋ ବିନୁ ଆନ ଗତି ନାହିଁ। ଅର୍ଜୁନ ବାକ୍ୟ ଶୁଣି ହସି କହନ୍ତି ପ୍ରଭୁ ବ୍ରହ୍ମରାଶି। ଶ୍ରୀ ଭଗବାନ ଉବାଚ ଜୀବନ ଡରେ ଦ୍ରୋଣ ବଳା ଅତି ମାନୁଷ କର୍ମ କଲା। ମନ୍ତ୍ର ନ ଜାଣଇ ସଂହାର ବେଗେ ପେଶିଲା ପ୍ରାଣ ଡରେ। ଏହା ନିବାରେ ଶାସ୍ତ୍ର ନାହିଁ କେହି ନ ଜାଣେ ଦେହ ବହି। ତୁ ତ ସକଳ ଶସ୍ତ୍ର ଜାଣୁ ଚଞ୍ଚଳ ଚିତ୍ତେ ନ ପ୍ରମାଣୁ। ଏ ବ୍ରହ୍ମଶସ୍ତ୍ର ତେଜ ଘୋର ତୁ ବ୍ରହ୍ମଶସ୍ତ୍ରେ ନିବାର। ସୁତ ଉବାଚ ଶୁଣି ଗୋବିନ୍ଦ ମୁଖୁଁ ବାଣୀ ଅର୍ଜୁନ ମନେ ମନେ ଗୁଣି। ତକ୍ଷଣେ ଆଚମନ ସାରି କରିଣ ପ୍ରଦକ୍ଷିଣ ହରି। ଦ୍ରୋଣଙ୍କ ତହୁଁ ଅଛି ଜାଣି ଭାବେ କହିଲେ ଚକ୍ରପାଣି। ବ୍ରହ୍ମଶରକୁ ବ୍ରହ୍ମଶର
ମନ୍ତ୍ରୀ ପେଶିଲା ବୀରବର। ଗଗନ ମଧ୍ୟେ ବେନି ସରେ ଭୂମିକମ୍ପଇ ଥରହରେ। ଅର୍କ ଅନଳ ପ୍ରାୟ ଦିଶି ବଢ଼ିଲେ 10 ଦିଗଗ୍ରାସୀ। ସେବେନି ଶସ୍ତ୍ର ତେଜ ରାଶି ପ୍ରଳୟ ନଳ ପ୍ରାୟ ଦିଶି। ଦହିଲା ପ୍ରାୟ ତ୍ରିଭୁବନ ଦେଖି ଡରିଲେ ସର୍ବଜନ। କୃଷ୍ଣ ବୋଇଲେ ଶୁଣ ବୀର ଅସ୍ତ୍ରେ ସେ ଅସ୍ତ୍ରକୁ ସଂହାର। ଯହୁଁ କହିଲେ ଚକ୍ରପାଣି ତକ୍ଷଣେ ସଂହରିଲା ଆଣି। ରଥୁଁ ଓହ୍ଲାଇ ମହାରୋଷେ ଧଇଲା ଅଶ୍ୱତ୍ଥାମା କେଶେ। ପ୍ରଚଣ୍ଡ ରୋଷେ ଶିର ଝୁଣି ଆକର୍ଷି ପାତିଲା ଧରଣୀ। କରଚରଣ ତନୁ ଛନ୍ଦେ ବେଗେ ବାନ୍ଧିଲା ମାଲ ବନ୍ଧେ। ବରୁଣ ପାଶ କୁସୁମରି ପଶୁଙ୍କ ପ୍ରାୟ ବନ୍ଦୀ କରି। ଅର୍ଜୁନ ମନେ ଦୟା ବହି ରାଜସଦନେ ନେବା ପାଇଁ। ରଥର ଦଣ୍ଡେ ବାନ୍ଧେ ଆଣି ଦେଖି ବୋଲାନ୍ତି ଚକ୍ରପାଣି। ଏ ବ୍ରହ୍ମ ବନ୍ଧୁ ବତ୍ସ୍ୟଦ୍ରୋହୀ ଏହାକୁ ଦଣ୍ଡେ ହେନ ଥୋଇ। ମନେ ତୁ ଅନ୍ୟ ନ ବିଚାର ବେଗେ ଏହାର ପ୍ରାଣ ହର। ନିର୍ଦ୍ଦୋଷ ବାଳକ ଶୟନେ ଥିଲେ ଯେ ନିଦ୍ରିତ ଲୋଚନେ। ଏ ନାଶ କଲା ତାଙ୍କ ପ୍ରାଣ ଏବେ କହିବା ପାର୍ଥ ଶୁଣ। ମତ୍ୟ ପ୍ରମତ୍ତ ଉନ୍ମତ୍ତ ବାଳବନିତା ନିଦ୍ରାଗତ। ଶରଣାଗତ ରଥହୀନ ଯୁଦ୍ଧେ ଶଙ୍କିତ ରିପୁଜନ। ଏହାଙ୍କୁ ବୋଧ ଯେ କରନ୍ତି ଜୀବନ ଥାଉଁ ସେ ମରନ୍ତି। ପର ଜୀବନ ମାରି ଆଣି ଆତ୍ମାକୁ ପୋଷନ୍ତି ଯେ ପ୍ରାଣୀ। ତାଙ୍କୁ ମାରନ୍ତେ ବହୁ ପୁଣ୍ୟ ବେଦେ କହନ୍ତି ବିପ୍ରଜନ। ତୁ ଯେ ଦ୍ରୌପଦୀ ଆଗେ ରହି ପ୍ରତିଜ୍ଞା କଲୁ ଗର୍ବ ବହି। ବୋଇଲୁ ନ କାନ୍ଦ ସୁନ୍ଦରୀ ତୋର ରିପୁକୁ ମୁହିଁ ଧରି। ତାହାର ଶିର କାଟି ବେଗେ ସ୍ଥାପିବି ତୋର ପାଦ ଯୁଗେ। ମୁହିଁ ଯେ ଶୁଣିଅଛି ଏହା ଏବେ ରଖିଲୁ କରି ଦୟା। ବେଗେ ଏହାର ପ୍ରାଣହର ନିମିଷେ ବିଳମ୍ବ ନ କର। ଏ ପାପୀ ଆତତାୟୀ ନର ବାଳକ ହନ୍ତା ଏ ତୁମ୍ଭର। ଯାହାର ଆଶ୍ରେ ଭୋଗ କଲା ତାର ଅପ୍ରିୟ ଏ ଚିନ୍ତିଲା। ଏଣୁ ଏ କୁଳ ପାଂଶୁପଣେ ନିତେ ବଞ୍ଚଇ ଘୋର ବନେ। ସୁତ ଉବାଚ ଏମନ୍ତେ ଧର୍ମ ପରୀକ୍ଷାର୍ଥେ କୃଷ୍ଣ କହିଲେ ନାନା ମତେ। ଅର୍ଜୁନ ଶୁଣଇ ତାହା ଗୁରୁପୁତ୍ରକୁ କରି ଦୟା। ଯଦ୍ୟପି ଅଟେ ପୁତ୍ରଦ୍ରୋହୀ ତଥାପି ବୋଧେ ଇଚ୍ଛା ନାହିଁ। ତକ୍ଷଣେ ଉଠି ବୀର ପାର୍ଥ ବୋଧନ କରି ଗୁରୁସୁତ। ଦ୍ରୌପଦୀ ଆଗେ ନେଇ ଦେଲା ତୋ ରିପୁ ସମ୍ଭାଳ ବୋଇଲା। ନିନ୍ଦିତ କର୍ମେ ହୀନ ହୋଇ ବନ୍ଧନ ପଶୁ ପାଶେ ଦେହି। ଦ୍ରୌପଦୀ ତାର ମୁଖ ଚାହିଁ ତକ୍ଷଣେ ଚିତ୍ତେ ଦୟା ବହି। ପୁତ୍ରଙ୍କ ରିପୁ ଏ ନିୟତ ସ୍ୱଭାବେ ଦ୍ରୋଣ ଗୁରୁସୁତ। ଅନ୍ତରେ ନମସ୍କାର କଲା ଅର୍ଜୁନ ମୁଖକୁ ଚାହିଁଲା। ବୋଲଇ ବେନି କର ଯୋଡ଼ି ବନ୍ଧନ ଦିଅ ବେଗେ ଫେଡ଼ି। ସ୍ୱଭାବେ ବିପ୍ର ଗୁରୁଜନ ବିଶେଷେ ଦ୍ରୋଣଙ୍କ ନନ୍ଦନ। ରହସ୍ୟ ଧନୁର୍ବେଦ ଗ୍ରାମ ବିସର୍ଗ ସଂହାର ସଂଯମ। ସକଳ ଅସ୍ତ୍ର ଶସ୍ତ୍ର କଲା ଯେ ଗୁରୁ ପୌଣେ ଶିଖାଇଲା। ସେହିଟି ପୁତ୍ର ରୂପ ଜାତ ଆତ୍ମାରୁ ଆପଣେ ସମ୍ଭୂତ। ସ୍ୱାମୀର ତହୁଁ ଅର୍ଦ୍ଧେ ଘେନି ଯୁକତେ ଏହାର ଜନନୀ। ସ୍ୱାମୀର ସଙ୍ଗେ ସେ ନ ଗଲା ଯେଣୁ ଏ ପୁତ୍ର ତାର ଥିଲା। ତୁମ୍ଭେ ଧର୍ମଜ୍ଞ ମହାଭାଗ ଏ ନହେ ତୁମ୍ଭ ଦଣ୍ଡ ଯୋଗ୍ୟ। ଏତର ଧର୍ମ ଗୁରୁକୁଳ ଏହାକୁ ଭଲେ ପ୍ରତିପାଳ। ଏହାର ଗୌତମୀ ମାତା ସୁପୁଣ୍ୟବତୀ ପତିବ୍ରତା।
ରୋଦନ କରୁ ସେ ଶୋକେ ମୋହର ପ୍ରାୟେ ପୁତ୍ର ଦୁଃଖେ। ଏହାର ଗୌତମୀ ମାତା ସୁପୁଣ୍ୟବତୀ ପତିବ୍ରତା। ରୋଦନ ନ କରୁ ସେ ଶୋକେ ମୋହର ପ୍ରାୟେ ପୁତ୍ର ଦୁଃଖେ। କ୍ଷତ୍ରିୟ ଯେବେ ମୂଢ଼ପଣେ କୋପ ସମ୍ପାଦେ ବିପ୍ରଗଣେ। ସେ କୋପ ନିଜ କୁଳ ଦେହେ ଏଣୁକେ ବିପ୍ରେ ହିଂସା ବହେ। ସୁତ ଉବାଚ ଦ୍ରୌପଦୀ ଧର୍ମ ନ୍ୟାୟ ବାଣୀ ହରଷେ ଯୁଧିଷ୍ଠିର ଶୁଣି। ପୁଣି ନକୁଳ ସହଦେବ ସାତ୍ୟକୀ ଅର୍ଜୁନ ପାଣ୍ଡବ ଦେବକୀ ପୁତ୍ର ଆଦି କରି କୁନ୍ତୀ ସହିତେ ଯେତେ ନାରୀ। ମୌନେ କିଛି ନ ବୋଇଲେ ସେ ଧର୍ମ ଅନ୍ତରେ ଜାଣିଲେ। ତାହାଙ୍କ ମଧ୍ୟେ ଭୀମସେନ କ୍ରୋଧରେ ଅରୁଣ ଲୋଚନ। କୋପେ ଚାହିଁଲା ପୁତ୍ର ଶୋକେ ବୋଇଲା ଅତି ମନ ଦୁଃଖେ। ତୀକ୍ଷ୍ଣ ଖଡ଼ଗେ କାଟି ଶିର ଏହାକୁ ନରକୁ ଉଦ୍ଧର। ଶୟନେ ଶିଶୁ ବଧ କଲା ଜୀବନ ଥାଉଁ ଏ ମାରିଲା। ଏହାକୁ ନ କରିଲେ ହତ ଏ ପାପୁ ତରିବ କେମନ୍ତ। ଦ୍ରୌପଦୀ ତୁଲେ ଚକ୍ରପାଣି ଏ ଧର୍ମ ଭୀମ ମୁଖୁଁ ଶୁଣି। ଅଳପ ହାସେ ଭାବଗ୍ରାହୀ ବୋଲନ୍ତି ଅର୍ଜୁନକୁ ଚାହିଁ। ଶ୍ରୀ ଭଗବାନ ବାଚ ବ୍ରାହ୍ମଣ ବଧ ଯୋଗ୍ୟ ନହି ଏହା ମୁଁ ଶାସ୍ତ୍ରେ ଅଛି କହି। ଯେ କରେ ଆତତାୟୀ କର୍ମ ତାକୁ ମାରିବା ଅଟେ ଧର୍ମ। ମାରଣ ଉଚିତ ଏହାର ଏହାକୁ ରଖ ବୀରବର। ଉଭୟ ବାକ୍ୟ ମୋର କର ଯେ ଧର୍ମ ଉଚିତ ବେଭାର। ଦ୍ରୌପଦୀ ପୁତ୍ର ଶୋକ ବେଳେ ତୁ ଯେ ବୋଇଲୁ ଅବହେଳେ। ତୋହର ପୁତ୍ର ଶତ୍ରୁ ହାଣି ଶିର ଚରଣେ ଦେବି ଆଣି। ଖଣ୍ଡିବ ପୁତ୍ର ଶୋକ ତେବେ ତୋର ବଚନ କର ଏବେ। ଶସ୍ତ୍ରେ ଏହାର ତେଜ ହର ଜୀବନ ମୃତ ପ୍ରାୟ କର। ଶାସ୍ତି ଲାଞ୍ଛନେ ଏ ବିହରୁ ଏ ବିପ୍ର ଜୀବନେ ନ ମରୁ। ଶୋକ ନ ଥାଉ କୃଷ୍ଣାଚିତେ ଏ କଥା କର ଭୀମ ହିତେ। ଏ କଥା ମୋର ସନ୍ମତ ଶୁଣି ଅର୍ଜୁନ କୃତକୃତ୍ୟ। ତକ୍ଷଣେ ଉଠି କୋପ ଭରେ ତୀକ୍ଷ୍ଣ ଝଡ଼ ଖଡ଼ଗ ଧରି କରେ। କେଶ ଧଇଲା ବାମ ହସ୍ତେ ମଣି ଯେ ଥିଲା ତାର ମାଥେ। ଖଡ଼ଗ ଧରି ଦୃଢ଼ ମୁଷ୍ଟି ମଣି ସହିତେ ଶିକ୍ଷା କାଟି। ଆଣି ଥୋଇଲା ବାହୁବଳେ ଦ୍ରୌପଦୀ ଦେବୀ ପାଦ ତଳେ। ବନ୍ଧନ ତକ୍ଷଣେ ଫେଇଲା ଦ୍ରୌପଦୀ ତା ମୁଖ ଚାହିଁଲା। ବାଳକ ହତ୍ୟା ଦୋଷେହୀନ ମଣି ନ ଦିଶେ ତା ବଦନ। ମଣି ହରଣେ ତେଜ ଗଲା ନଗରୁ ବେଗେ ପଳାଇଲା। କେଶବପନ ଧନ ହରି ତାହାକୁ ରାଜ୍ୟୁ ଦୂର କରି। ବ୍ରାହ୍ମଣ ଦଣ୍ଡି ଏହି ମତେ ମରଣ ଲୋଭଇ ଜୀବନ୍ତେ। ଦ୍ରୋଣକୁ ମରେ ଶାସ୍ତି ଦେଇ କ୍ୟାନ୍ତି ବାନ୍ଧିବେ ରୁଣ୍ଡ ହୋଇ। ସର୍ବେ ଆତୁର ପୁତ୍ର ଶୋକେ ବାଳକ ଘେନି ଏକେ ଏକେ। ଦହନ କଲେ ଦୁଃଖ ମନେ ଏବେ ହ ଶୁଣ ମୁନି ଜନେ। ସୁଜନ ହିତେ ଭାଗବତ ଭିଆଇ ରସମୟ ଗୀତ। ପ୍ରଥମ ସ୍କନ୍ଧେ ହରିବାଣୀ ଶୁଣି ସଂସାରୁ ତର ପ୍ରାଣୀ। ଅମୃତ ଶ୍ରୀକୃଷ୍ଣ ଚରିତ କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ଦ୍ରୌପଦୀପୁତ୍ରବଧେ ଅଶ୍ୱତ୍ଥାମା ମଣିହରଣଂ ନାମ ସପ୍ତମ ଅଧ୍ୟାୟ।